ତାହେଲେ ହାତୀ ମାନେ କେତେ ଉପକାରୀ ତ ଦେଖ। ଗୋଟିଏ ଖାଲି ଉଦାହରଣ ଦେବି, ବେଶୀ କଥା ନୁହଁ। ହାତୀ ଗୋଟେ ବଳଶାଳୀ ଜୀବ। ଇଏ କ'ଣ କଲା ନା ଗୋଟେ ଗଛର ବଡ଼ ଡାଳକୁ ଭାଙ୍ଗି ପାରିବ। ଡାଳଟା ଭାଙ୍ଗିଦେଲା, ଭାଙ୍ଗି ତଳେ ପକେଇଦେଲା। ତଳେ ପକେଇଦେଲା ପରେ ଇଏ କ'ଣ କଲା, ଯେତିକି ଖାଇବା କଥା ଖାଇଲା। ଆଉ ଇଏ କ'ଣ ପୁରା ସବୁ ଯାକ ଫୁଟିକି ଖାଇବ କି ଗୋଟେ ଗୋଟେ? ନାଇଁ, ଡାଳଟା ଭାଙ୍ଗିଦେଲା ପରେ ତାର ଅଗର ଅଗର କିଛି ଖାଇଦେଲା, ପଳେଇଗଲା। ଡାଳଟା ତଳେ ପଡ଼ିଲା। ହରିଣ, କୁଟୁରା ଏଇପରି ତୃଣଭୋଜୀ ପଶୁମାନେ ରହିଲେ, ସେମାନେ ଟିକେ ଅନ୍ଧାର ହେଇଗଲା ବାହାରିବେ। ସେମାନଙ୍କ ପାଇଁ କ'ଣ ହବ? ଖାଦ୍ୟ ଦରକାର। ତାଙ୍କୁ ଆଉ କଷ୍ଟ କରିବାକୁ ପଡ଼ିବନି। ଏଇ ଯୋଉ ଡାଳ ହାତୀ ଭାଙ୍ଗି ରଖିଛି, ସେମାନେ ତାକୁ ଆରାମରେ ଖାଇଲେ। ତାପରେ ଆଉ କଥା ମନେ କର, ହାତୀ ଯେତିକି ଖାଏ ତାର 60% ଡାଇଜେସନ କରିପାରେନି। ପୁଳେ ଖାଇଦିଏ, ଡାଳ ପତ୍ର ପୁଳେ ଘରେ ଖାଇଦେବ। ଏହା ପୂର୍ଣ୍ଣ ଶାକାହାରୀ ପ୍ରାଣୀ। ତୃଣ, ଫଳ ଏସବୁ ଉପରେ ସେ ପତ୍ର ୟା ଉପରେ ନିର୍ଭର କରିକି ଚଳେ। ତେଣୁ ସେ କ'ଣ କରେ, ତାର ମନେକ 60% ଖାଦ୍ୟ କ'ଣ ହୁଏ, ସେ ଜୀର୍ଣ୍ଣ କରିପାରେନି। ଡାଳ ପତ୍ର ପୁଳେ ଘରେ ଖାଇଦେଲା, ତାପରେ ତାପରେ ଏଠି ଗୋଳା କରିକି କ'ଣ କରିବ, ବାହାରକୁ ବାହାର କରିଦେବ। ହାତୀର ବଳ ଦେଖ ପୁରା ଏତେ ବଡ଼ ଗୋଳା, ଏମିତି ଗୋଳା ହେଇକି ପଦାକୁ ବାହାରିବ। ଦେଖିବାକୁ ଆଶ୍ଚର୍ଯ୍ୟ ହବ ଯେ ବାର୍ହା ମାନଙ୍କର ସେ ଅତି ପ୍ରିୟ ଖାଦ୍ୟ। এটা ହାତୀର ପେଟ ଭିତରେ ଯୋଉ ପତ୍ର ଡାଳ ପଛି ଭିତରେ ଯାଇଥିବ, ଟିକେ ଅଧା ହାଫ ଡାଇଜେଷ୍ଟେଡ ହେଇଥିବ, ତାକୁ ହାତୀ ଏଠି ଗୋଲା କରି ସଡ଼କ ପଦାକୁ, ତା କ'ଣ ହବ, ବାର୍ହା ମାନଙ୍କର ଅତି ପ୍ରିୟ ଖାଦ୍ୟ ସେ।